ଭୂଗୋଳ କୁଇଜ୍ ଶୁଣନ୍ତୁ, ମନେ ରଖନ୍ତୁ, ଲାଇକ୍ଟିଏ କରନ୍ତୁ। ତଦ୍ୱାରା ମୋର ଆଗ୍ରହ ବଢ଼ିବ। ମୁଁ ଆଉ ଭିଡ଼ିଓ ତିଆରି କରିବି। ମୁଁ ଜଣେ ଶିକ୍ଷକ, ତେଣୁ ଆପଣଙ୍କୁ କିଛି ଶିକ୍ଷା ଦେବା ପାଇଁ ଚାହୁଁଛି। ଆମର ସୌରଜଗତର କେଉଁ ଛାୟାପଥର ଅନ୍ତର୍ଗତ ଆକାଶଗଙ୍ଗା ଛାୟାପଥ? ସୂର୍ଯ୍ୟର ନିକଟତମ ତାରକା କିଏ? ଆଲଫା ସେଣ୍ଟାଫରି। ସୌରଜଗତର ନିକଟତମ ଛାୟାପଥ କିଏ? ଭିର୍ଗୋ। କେଉଁ ଗ୍ରହ ଦୁଇଟିର ଉପଗ୍ରହ ନାହିଁ? ବୁଧ ଆଉ ଶୁକ୍ର। କେଉଁ ଗ୍ରହଗୁଡ଼ିକୁ ଅନ୍ତର୍ଗ୍ରହ କୁହାଯାଏ? ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ। ସବୁଠାରୁ ବଡ଼ ଗ୍ରହାଣୁର ନାମ କ'ଣ? ସିରସ୍। ହ୍ୟାଲିଙ୍କ ଧୂମକେତୁ କେତେ ବର୍ଷରେ ଥରେ ଦେଖାଯାଏ? 76 ବର୍ଷ। କେଉଁ ଗ୍ରହରେ ସୂର୍ଯ୍ୟ ଉଦୟ ପଶ୍ଚିମରେ ଓ ସୂର୍ଯ୍ୟାସ୍ତ ପୂର୍ବ ଦିଗରେ ହୁଏ? ଶୁକ୍ର ଓ ୟୁରେନସ୍। ସୂର୍ଯ୍ୟର ବ୍ୟାସ ପୃଥିବୀ ବ୍ୟାସର କେତେ ଗୁଣ? 110 ଗୁଣ। ସୂର୍ଯ୍ୟଙ୍କର ନିକଟତମ ଗ୍ରହ କିଏ? ବୁଧ। ସବୁଠାରୁ ଉତ୍ତପ୍ତ ଗ୍ରହ କିଏ? ବୁଧ। ପୃଥିବୀର ନିକଟତମ ଗ୍ରହ କିଏ? ଶୁକ୍ର। କେଉଁ ଗ୍ରହର ରଙ୍ଗ ଲାଲ ଅଟେ? ମଙ୍ଗଳ। ମଙ୍ଗଳ ଗ୍ରହର ଉପଗ୍ରହ ଦୁଇଟିର ନାମ କ'ଣ? ଫୋବସ୍ ଆଉ ତମସ୍। ସୌରଜଗତର ବୃହତ୍ତମ ଗ୍ରହ କିଏ? ବୃହସ୍ପତି। ବୃହସ୍ପତିର ଉପଗ୍ରହ ସଂଖ୍ୟା କେତେ? 16ଟି। ଶନିର କେତୋଟି ବଳୟ ଅଛି? 3ଟି। ଶନିର କେତୋଟି ଉପଗ୍ରହ ଅଛି? 16ଟି। ସୌରଜଗତର ବୃହତ୍ତମ ଉପଗ୍ରହର ନାମ କ'ଣ? ଟାଇଟନ୍ ଶନି ଗ୍ରହ। ୟୁରେନସ୍ର ଉପଗ୍ରହ ସଂଖ୍ୟା କେତେ? 7ଟି। ନେପଚୁନ୍ର ପ୍ରଧାନ ଉପଗ୍ରହ ସଂଖ୍ୟା କେତେ? 8ଟି। ନେପଚୁନ୍ର ପ୍ରଧାନ ଉପଗ୍ରହର ନାମ କ'ଣ? ଟାଇଟନ୍। ପ୍ଲୁଟୋ ଗ୍ରହର କେତୋଟି ଉପଗ୍ରହ? 1ଟି। କେଉଁ ଗ୍ରହର ଆବର୍ତ୍ତନ ପରିକ୍ରମଣ ସମୟ ସମାନ? ବୁଧ, ଉଭୟ 88 ଦିନ। ପୃଥିବୀଠାରୁ ଦୂରତମ ଗ୍ରହ କିଏ? ପ୍ଲୁଟୋ। କେଉଁ ଦେଶ କେବେ ପୃଥିବୀରୁ ପ୍ରଥମ ଉପଗ୍ରହ ପ୍ରେରଣ କରିଥିଲା? ସୋଭିଏତ୍ ରୁଷ। 1957 ଅକ୍ଟୋବର 4 ତାରିଖ। ସ୍ପୁଟନିକ୍ 1। ଥ୍ୟାଙ୍କ ୟୁ।